ବହୁତ ସତ କଥା କହିଲ। ବାପା ମାଙ୍କଡକୁ ନାକେଦମ କଲେ ନା ମାଙ୍କଡ ବାପାଙ୍କୁ ନାକେଦମ କଲା? ବାପା ମାଙ୍କଡକୁ ନାକେଦମ କଲେ। ହଁ, ଏହା କହୁଛନ୍ତି ଯେ ମାଙ୍କଡ ମତେ ନାକେଦମ କରିଦେଲା। ମାଙ୍କଡ ଜମାନୁ ମାଙ୍କଡକୁ ମୁଁ କହିଲି ତମେ ଘଉଡାନି, ସିଏ ସ୍ଥିର ହେଇକି ବସୁ। ସିଏ ଏପଟେ ଘୋଡିଲେ ଏପଟକୁ ଯାଉଛି, ଏପଟେ ଘୋଡିଲେ ଏପଟକୁ ଯାଉଛି। ମୁଁ କହିଲି ତମେ ତାକୁ ହଇରାଣ କରୁଛ, ସେ ରାସ୍ତା ପାଉନି ଯିବ ବୋଲି। ମାନେ ଏମିତି ତାଙ୍କୁ କାଲୁ ଆଲୁ କଲେ ଯେ ଖାଇବ ବୋଲି ଖାଲି ଧାଇଁ ବୁଲୁଥିଲା। ସିଏ ଠିକ ଖାଇବ ବୋଲି ତମେ ମତେ କାଲୁ ଆଲୁ କରିକି ମାଙ୍କଡକୁ କାଲୁ ଆଲୁ କରୁଛ। ମାନେ ଓଲଟା ମାଙ୍କଡ ସେ ତାଙ୍କର ଧୀରେ ସୁସ୍ଥ ଯିବା ଲୋକ, ଇଏ ତାଙ୍କୁ ବେଶୀ ଖିଲିବିଲି କରିଦଉଛନ୍ତି। ନାଇଁ ମ, ସେ ଆଇଥିଲା ଖାଇବାକୁ ନା, ଆଉ ଖାଇବାକୁ ସେ ଆସିଥିଲା। ଖାଇବାକୁ ଆସନ୍ତାନି। ତମେ ତ ସେପଟୁ ଘଉଡଉଛ, ମୁଁ କହୁଛି ରହ ଟିକେ, ସେ ସ୍ଥିର ହେଇକି ବସୁ, ରାସ୍ତା ଦେଖିଲେ ସେ ଓହ୍ଲେଇବ। ଆଉ ତମେ ତାକୁ ଓହ୍ଲେଇବାକୁ ଦଉନ, ଆଉ ସେପଟେ ଘୋଡେଇ ଦଉଛନ୍ତି। ମତେ ଲାଗିଲା ମୋ ଉପରେ ମାଙ୍କଡ ଡେଇଁପଡିବ। ଆଉ ମାଙ୍କଡଙ୍କୁ କେବେ କାଉଲୁ ବାଉଲୁ କରିବନି, ଓଲଟି ସେ ବେଶୀ ରାଗିଯିବେ। ସେଇଆ ହେଲା ହିଁ। ସେ ଯୋଉ ପିଲା ଖେଳନ୍ତିନି, ଏପଟ ଧାଇଁଲେ ଏପଟକୁ, ସେପଟ ଧାଇଁଲେ ଏପଟକୁ। ସିନା ସେ ବସିଲେ ବାଟ ଖୋଜିକି ଯିବ, କାରଣ ତାଙ୍କୁ ସବୁ ପଟେ ଅନଉଛନ୍ତି। ସେ ହେକରେ ଶିମ୍ବ ଖାଉଥିଲା, ହେକୁ ଧାଇଁଗଲା, ଏଠୁ ଝୁଟକ ନେଇକି ପଳେଇଲା। ଏଠୁ ଧାଇଁ ଯାଇକି ହେଠୁ ନେଇଗଲା, ବିନ୍ ନେଇକି ପଳେଇଲା। ସେ କିଛି ନେଇନଥାନ୍ତା।